କରିବା ମସରୁମ୍ ବିରିୟାନୀ। ବର୍ତ୍ତମାନ ମସରୁମ୍ ତେଲରେ ଏମିତି ଭାଜିକି ରେଡ଼ି କରିଦେଲୁ। ଯେମିତି ମସଲା ପିଆଜ ଟମାଟୋ ପକାଇକି ପୁରା ଭାଜିଦେଲୁ। ଭାଜି ଦେଇକି ମସଲା ପକାଇ ଦେଇକି ଭାଜି ଦେଇଛୁ। ତାପରେ କରିବା ମସରୁମ୍ ବିରିୟାନୀ। ମସରୁମ୍ ବିରିୟାନୀ ପାଇଁ ବର୍ତ୍ତମାନ କଡ଼େଇରେ ହେଇଯାଇଛି ଆଳୁ, ବିନ୍ସ, ଗାଜର ଏଗୁଡ଼ା ସବୁ ପଡ଼ିଛି। ଭାତ ଅଲରେଡ଼ି ହେଇଗଲା ରହିଛି। ଏପଟରେ ତ ମସରୁମ୍ ରେଡ଼ି ହେଇଯାଇଛି। ତାପରେ ଆଗକୁ ଦେଖନ୍ତୁ ବର୍ତ୍ତମାନ ସୋୟାବିନ୍ ବି ଟିକେ ପଡ଼ିଗଲା। ତାକୁ ପାଣିଟା ବତୁରା ହେଇଥିଲା ଗରମ ପାଣିରେ। ତାପରେ ପାଣି ଟିକେ ଦିଆହେଲା, ଲୁଣ ଦିଆହେଲା। ତାପରେ ତ ରାଇସ୍ ପଡ଼ିବ, ମସରୁମ୍ ପଡ଼ିକି ରାଇସ୍ ପଡ଼ିବ ଆଉ ମସରୁମ୍ ରାଇସ୍ ପଡ଼ିଗଲା। ବର୍ତ୍ତମାନ ଭାତ ରାଇସ୍ ପଡ଼ୁଛି ଚାଲିଛି। ତାପରେ ଗୋଳେଇବା। ତାପରେ ଏମିତି ବସିଛି ଟପ୍ରେ ରେଡ଼ି କରିଦେଲୁ। ତାପରେ ଆଗକୁ ପ୍ରୋସେସ୍ ଦେଖନ୍ତୁ। ଛତୁ ମଧ୍ୟ ପଡ଼ିଲା। ବଟନ୍ ଛତୁ ଆସିଛି। ମସରୁମ୍ଟା ଭଜା ହେଇକି ରହିଥିଲା ପଡ଼ିଗଲା। ଏମିତି ପଡ଼ି ଚାଲିବ। ଭଜା ପିଆଜ ବି ପଡ଼ିଗଲା। ବିରିୟାନୀ ମସଲା ବି ଟିକେ ଛିଞ୍ଚା ହେଇଗଲା। ତାପରେ ରାଇସ୍ ପଡ଼ିବ। ପୁଣି ଆଉ ଟିକେ ପକାଇଦେବା। ତାପରେ ଗୋଳେଇଦେବା। ଏବେ ଦମ୍ ଦିଆ ସରିଗଲା, ମାନେ ଗୁଳା ସରିଗଲା। ଦେଖନ୍ତୁ ଗ୍ୟାସ୍ରେ ବସା ହେଇଛି। ବସ୍ ପୁରା ଦମ୍ ଦିଆହେଲା। ଏବେ ରେଡ଼ି ହେଇଗଲା ଆମର ମସରୁମ୍ ବିରିୟାନୀ। ବର୍ତ୍ତମାନ ଖାଇବା ରେଡ଼ି ହେଇଗଲା ବିରିୟାନୀ। ତାପରେ ଖାଇବା ଦେଖି ଦିଅନ୍ତୁ। ରେଡ଼ି ହେଇଛି। ବର୍ତ୍ତମାନ କାଢ଼ିଦେବା ଏଇଟାକୁ। ଟିକେ ଜୁସ୍ ଟିକେ ତା ସହିତ ଅଛି। ବହୁତ ବଢ଼ିଆ ଟେଷ୍ଟି ହେଇଛି।